ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହା ଏକ ପ୍ଲାନିଂ ଭିଡ଼ିଓ ଅଟେ, ଖାସ କରିକି ସେଇ ପିଲାଙ୍କ ପାଇଁ ଯେଉଁମାନେ 2025ରେ ଇଗ୍ନୁ ବିଏଡ୍ ପରୀକ୍ଷା ଆପଣଙ୍କର ଦେବା ପାଇଁ ଯାଉଛନ୍ତି। ଇଗ୍ନୁ ବିଏଡ୍ ଦେଖନ୍ତୁ, କ୍ୱାଲିଫାଇ କରିବା ବହୁତ ହି ଇଜି। ନେଗେଟିଭ ମାର୍କିଂ ବୋଲି ଆପଣଙ୍କର କିଛି ନାହିଁ। ଖାଲି ଭିଡ଼ିଓଟିକୁ କମ୍ପ୍ଲିଟଲି ଦେଖିବେ। ଯେମିତିକା ୱେରେ ମୁଁ ଆପଣଙ୍କୁ ପଢ଼ିବା ପାଇଁ କହିବି ନା, ଖାଲି ସେମିତିକା ୱେରେ ଆପଣ ପଢ଼ନ୍ତୁ। ଇଗ୍ନୁ ବିଏଡ୍ ଆପଣ ସୁନିଶ୍ଚିତ କ୍ୱାଲିଫାଇ କରିବେ। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣେଇଦେବେ, ଯୋଉଦ୍ୱାରା କି ସମସ୍ତେ ଜାଣିପାରିବେ ଯେ କେମିତି ବହୁତ ଇଜିଲି ଇଗ୍ନୁ ବିଏଡ୍କୁ କ୍ୱାଲିଫାଇ କରିହବ। ଠିକ୍ ଅଛି। ଆଉ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ, ଯୋଉଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ଏବଂ ଇଗ୍ନୁ ବିଏଡ୍ରେ ଆପଣ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ନା, ଏବେ ହିଁ ଆପଣ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କରିଦିଅନ୍ତୁ। ଏଥିରେ ଆପଣଙ୍କ ପାଇଁ ସବୁଦିନ ଲାଇଭ୍ କ୍ଲାସ୍ କରାହେଉଛି 8 ଘଣ୍ଟାରୁ ଅଧିକ ଆପଣଙ୍କର। ଆଉ ଯଦି ଆପଣ CU/CET ବିଏଡ୍ ଦେଖନ୍ତୁ, ଆପଣମାନେ CU/CET ବିଏଡ୍କୁ ଟିକେ ମାନେ ହତାଦର କରୁଛନ୍ତି, କରନ୍ତୁନି। ଆରେ ଆପଣଙ୍କୁ ବିଏଡ୍ କରିବାର ଅଛି ହେଲା, ତାହା ସେଣ୍ଟ୍ରାଲ ୟୁନିଭର୍ସିଟିରେ ହଉ କି ଷ୍ଟେଟ୍ରେ ହଉ, ଯୋଉଠି ହେଲେ ବି କରିବାର ଅଛି। ମୁଁ କହିଲା ପରେ ବି ଆପଣମାନେ ତାକୁ ଗ୍ରହଣ କରନ୍ତିନି। ତ କାଇଣ୍ଡଲି ଆପଣମାନେ CU/CET ବିଏଡ୍ ଖାଲି ପରୀକ୍ଷା ଦିଅନ୍ତୁ, କଥା ମାନନ୍ତୁ। ଆପଣଙ୍କୁ କିଛି ଅଲଗା ପଢ଼ିବାର ନାହିଁ, ଯାହା ପଢ଼ୁଛନ୍ତି ସେମ୍ ପଢ଼ିବେ, କିନ୍ତୁ ଆପଣଙ୍କର ବିଏଡ୍ ହେଇଯିବ। ଠିକ୍ ଅଛି ନା। ଆପଣମାନେ ଯୋଉ ଠକାମିର ଶିକାର ହଉଛନ୍ତି ସେଇଠୁ ବଞ୍ଚିଯିବେ। ଏଇଟା ହଉଛି CU/CET ବିଏଡ୍ର ପ୍ଲାନିଂ ଭିଡ଼ିଓ। ୟାକୁ ଦେଖନ୍ତୁ, ଯେମିତି ମୁଁ ଆପଣଙ୍କୁ କହିଛି ସେମିତି ପଢ଼ନ୍ତୁ, ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିବେ। ଆଉ ଯଦି ଆପଣ ଷ୍ଟେଟ୍ ବିଏଡ୍, ଓଡ଼ିଶା ଗଭର୍ଣ୍ଣମେଣ୍ଟ ବିଏଡ୍ ଆପଣ କରିବା ପାଇଁ ଚାହୁଁଛନ୍ତି, ଦେଖନ୍ତୁ ଆମର କ୍ଲାସ୍ ଅଲରେଡ଼ି 20 ଅଗଷ୍ଟରୁ ଆପଣଙ୍କର ଆରମ୍ଭ ହେଇଯାଇଛି। ସିଲାବସ୍ ଥରେ ଆପଣଙ୍କର ସରିଗଲାଣି। ଗୋଟେ ମାସରେ ସିଲାବସ୍ ଆମର 2 ଥର କଭରେଜ କରାହୁଏ। ଷ୍ଟେଟ୍ ବିଏଡ୍ ପାଇଁ ଅଲରେଡ଼ି ପ୍ଲାନିଂ ଭିଡ଼ିଓ ଅପଲୋଡ଼ ଅଛି, ତାକୁ ଦେଖିଦେବେ। ଯେମିତି ମୁଁ ଆପଣଙ୍କୁ କହିଛି ସେମିତିକା ୱେରେ ପଢ଼ନ୍ତୁ, ସୁନିଶ୍ଚିତ ଆପଣ କ୍ୱାଲିଫାଇ କରିବେ। ଠିକ୍ ଅଛି। ଫାଷ୍ଟ ଅଫ୍ ଅଲ୍ ଦେଖନ୍ତୁ, ଆଗ ଆପଣଙ୍କୁ କହିବା ପାଇଁ ଚାହିଁବି ଯେ ଇଗ୍ନୁ ବିଏଡ୍ ଆପଣଙ୍କର କିଏ ଦେଇପାରିବେ। ଠିକ୍ ଅଛି। ଯଦି ଆପଣ +3 କମ୍ପ୍ଲିଟ୍ କରିଛନ୍ତି ଆଉ +3ରେ ମିନିମମ୍ ଆପଣଙ୍କର 50% ମାର୍କ ଆପଣଙ୍କ ରହିଛି। କୋଉମାନଙ୍କର କହିଲେ, ଯଦି ଆପଣଙ୍କର ST, SC, SCBC, ଜେନେରାଲ, ଏ ଜେନେରାଲ ପିଲାଙ୍କର ତ ଆପଣଙ୍କର ST, SC, SCBC, କାହିଁକିନା ବିଏଡ୍ କରିବେ ମାନେ ତ +3ରେ ମାର୍କ ଦରକାର ନିହାତି। ଯଦି ଆପଣଙ୍କର +3ରେ ମିନିମମ୍ 45% ମାର୍କ ଆପଣଙ୍କ ରହିଛି, ST, SC, SCBC ପିଲାଙ୍କର, ଆଉ +3ରେ ମିନିମମ୍ ଆପଣଙ୍କର 50% ମାର୍କ ଅଛି ଆପଣଙ୍କର ଜେନେରାଲ ପିଲାଙ୍କର। ଠିକ୍ ଅଛି। ଯଦି ଆପଣ ବିଟେକ୍ କରିଛନ୍ତି, ବିଟେକ୍ ପିଲାଙ୍କର 55% ମାର୍କ। ତା ସହିତ ଆପଣ ଯଦି ସିଟି କରିଛନ୍ତି ରେଗୁଲାର ମୋଡ଼ରେ, ଠିକ୍ ଅଛି, ଯଦି ଆପଣ ସିଟି କରିଛନ୍ତି ରେଗୁଲାର ମୋଡ଼ରେ, ଦେନ୍ ଆପଣ ଆପ୍ଲାଏ କରିପାରିବେ। ତା ସହିତ ଯେଉଁମାନେ ଆପଣଙ୍କର BPED କରିନାହାନ୍ତି, ମାନେ ଯେଉଁମାନେ ବର୍ତ୍ତମାନ PET ଟିଚର ଅଛନ୍ତି, PET ଟିଚର, ସେମାନେ ବି ଆପଣଙ୍କର ଆପ୍ଲାଏ କରିପାରିବେ। PET ଟିଚର ମାନେ ବି, ବୁଝିଗଲେ ତ ସାର୍। ଆମର ସିଟି ଏବେ ସେକେଣ୍ଡ ଇୟର ପଢୁଛୁ, ଆମେ ଇଗ୍ନୁ ବିଏଡ୍ କରିପାରିବୁ ନାହିଁ। +3 ବି କମ୍ପ୍ଲିଟ୍ ଦରକାର, ଆଉ ସିଟି ବି ଆପଣଙ୍କର କମ୍ପ୍ଲିଟ୍ ଦରକାର, ତେବେ ଯାଇକି ଆପଣମାନେ କରିପାରିବେ। କିମ୍ବା ଯେଉଁମାନେ PET ଟିଚର ଅଛନ୍ତି, BPED ବଗେରା କରିଛନ୍ତି, ସେମାନେ ବି ଆପଣଙ୍କର କରିପାରିବେ। ୟା ବାଦ୍ ଅନ୍ୟମାନେ କରିପାରିବେ ନାହିଁ। ବୁଝିଗଲେ ନା। +3ରେ ପରସେଣ୍ଟେଜ ଥିବ, +3 କମ୍ପ୍ଲିଟ୍, ସିଟି କମ୍ପ୍ଲିଟ୍ କିମ୍ବା PET ଟିଚର ମାନେ ଆପଣଙ୍କର କରିପାରିବେ। ଠିକ୍ ଅଛି, ବୁଝିଗଲେ। ଏବେ ଦେଖନ୍ତୁ ତାହେଲେ ଏହାର କୋର୍ସ ଫି ଆପଣଙ୍କର କେତେ ପଡ଼େ। ଏକା ସାଙ୍ଗରେ ଆପଣଙ୍କର କୋର୍ସ ଫି 55,000 ଟଙ୍କା ଆପଣଙ୍କର ପଡ଼ିବ। ଠିକ୍ ଅଛି। ଏଇଟା ସାର୍ ଇନଷ୍ଟଲମେଣ୍ଟ ଆକାରରେ ଦେଲେ ହେବ କି ନାହିଁ, ଏଇଟା ୱାନ୍ ଟାଇମ୍ ଦେବା ପାଇଁ ପଡ଼ିବ, ଏକା ସାଙ୍ଗରେ ଆପଣଙ୍କର ହେବ। ସାର୍ ଆପ୍ଲାଏ କେବେ ହେବ, ଡିସେମ୍ବର ମାସରେ ଆପଣଙ୍କର ଅନଲାଇନ୍ ଆପ୍ଲାଏ। ପରୀକ୍ଷା ସାର୍ କେବେ ହେବ, ଜାନୁଆରୀ ମାସରେ ଆପଣଙ୍କର ପରୀକ୍ଷା। କିନ୍ତୁ ମେରିଟ୍ ଲିଷ୍ଟ ବାହାରୁ ବାହାରୁ ଲେଟ୍ ହୁଏ, ଜୁନ୍ ଆଡ଼କୁ ଆପଣଙ୍କର ହେଇଯାଏ। ଜୁନ୍ ବେଳକୁ ଯାଇକି ଆପଣଙ୍କର ମେରିଟ୍ ଲିଷ୍ଟ ପବ୍ଲିଶ ହେବ। ବୁଝିଗଲେ ହେଲା। ଡିସେମ୍ବର ମାସରେ ଆପ୍ଲାଏ, ଜାନୁଆରୀ ମାସରେ ପରୀକ୍ଷା। ତ ଆପଣଙ୍କ ପାଖରେ କେତେ ସମୟ ଅଛି ଏବେ? ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର, ଡିସେମ୍ବର, 4 ମାସର ସମୟ ଅଛି। 4 ମାସ ପରେ ଆପଣଙ୍କର ଇଗ୍ନୁ ବିଏଡ୍ ଆପଣଙ୍କର ପରୀକ୍ଷା ହେବ। ଠିକ୍ ଅଛି, ବୁଝିଗଲେ ହେଲା। ଏବେ ଦେଖନ୍ତୁ ଆପଣଙ୍କର ସାର୍ ଏଥିପାଇଁ କଲେଜ ମାନେ ଯେମିତି ରେଗୁଲାର ବିଏଡ୍ ଯେମିତି କଲେଜ ଯିବା ପାଇଁ ପଡ଼େ,
ଏଠି ଯିବା ପାଇଁ ପଡ଼ିବ କି? ବିଲକୁଲ ବି ନୁହେଁ। ଆପଣ ଖାଲି ଯେମିତି ଇଗ୍ନୋରେ ପରୀକ୍ଷା ଦିଅନ୍ତିନି, ଖାଲି ପରୀକ୍ଷା ଆପଣ ଦେବେ, ଆଉ କିଛି ନାହିଁ। ଆଉ ଟିଚିଂ କିଛି ଗୁଡ଼ା ଥିବ ଯୋଉଗୁଡ଼ା ଆପଣ ନିଜ ନିଜ ଏରିଆରେ ଦେଇଦେବେ। ଆଉ କିଛି କ୍ଲାସ୍ କରିବା ପାଇଁ ପଡ଼େ ଯୋଉଟାକି ଆପଣଙ୍କର ସେପାରେଟଲି ପୁରାପୁରି କ୍ଲାସ୍ ହୁଏ, ଯୋଉଗୁଡ଼ା ଛୁଟି ଦିନ ମାନଙ୍କରେ ହିଁ ଆପଣଙ୍କର କ୍ଲାସ୍ ହୁଏ। ନହେଲେ ଆପଣଙ୍କୁ କିଛି ନାହିଁ। ଏବେ ବୁଝିଗଲେ ଆପଣଙ୍କର ସିଲେକ୍ସନ୍ କେମିତିକା ହବ ଆଉ କୋଉମାନେ ଆପ୍ଲାଏ କରିପାରିବେ। ଏବେ ସିଟ୍ ଦେଖନ୍ତୁ, ସିଟ୍ ଆପଣଙ୍କର ସିଟ୍ ଦେଖନ୍ତୁ ବର୍ତ୍ତମାନ 1096 ଗୋଟି ଆପଣଙ୍କର ସିଟ୍ ରହିଛି, 1096। ଅନୁଗୁଳ ଜୋନ୍ ପାଇଁ 171, ଭୁବନେଶ୍ୱର ଜୋନ୍ ପାଇଁ 825, କୋରାପୁଟ ଜୋନ୍ରେ 100ଟି। ଏବେ ଆପଣଙ୍କର ଇଚ୍ଛା, ଆପଣ ଯୋଉ ଜୋନ୍ ପାଇଁ ଆପ୍ଲାଏ କରିବା ପାଇଁ ଚାହିଁବେ ସେଇ ଜୋନ୍ ପାଇଁ ଆପ୍ଲାଏ କରିପାରିବେ ଆଉ ଆପଣଙ୍କର ସିଲେକ୍ସନ୍ ହବ। ସର୍ବମୋଟ 1096 ଗୋଟି ଆପଣଙ୍କର ସିଟ୍ ଅଛି। ଠିକ୍ ଅଛି, ହେଲା। ଏବେ ଦେଖନ୍ତୁ ଇଗ୍ନୋ ବିଏଡ୍ର ସବୁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ କୋଉଠୁ ଆପଣ ପାଇବେ ଏବଂ କେମିତି ଆପଣ ଦେବେ। ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି ଆମର, ଓଡ଼ିଶା ଟିଚର ଆସୋସିଏସନ୍, ଯୋଉ ଗ୍ରୁପରେ 2 ଲକ୍ଷରୁ ଅଧିକ ପିଲା ଆପଣଙ୍କର ଅଛନ୍ତି। ଆପଣ ଯଦି ଡାଇରେକ୍ଟଲି ଡେସ୍କ୍ରିପସନ୍ ଲିଙ୍କ୍ ଅଛି, ନହେଲେ ଆପଣ ହ୍ୱାଟ୍ସଅପ୍ ୟୁଜ୍ କରୁଥିଲେ 8895154969, ଖାଲି ଏଇ ନମ୍ବରରେ ଆପଣ ହାଇ ଲେଖିଦେବେ, ଆପଣଙ୍କୁ ହ୍ୱାଟ୍ସଅପ୍ ଗ୍ରୁପ୍, ଟେଲିଗ୍ରାମ ଗ୍ରୁପ୍ ତଥା ମୋତେ ପାର୍ସନାଲି ମେସେଜ୍ କରିବାର ଲିଙ୍କ୍ ମଧ୍ୟ ମିଳିଯିବ। ଏ ଗ୍ରୁପ୍କୁ ଆପଣ ଯିବେ, ଗ୍ରୁପ୍କୁ ଗଲା ପରେ ଆପଣ ଫାଇଲ୍ସକୁ ଆସିବେ, ଏଇଠି ଖାଲି ଲେଖିଦେବେ ଇଗ୍ନୋ ବିଏଡ୍, ଇଗ୍ନୋ ସ୍ପେସ୍ ବିଏଡ୍ ଲେଖିଦେବେ। ଯେତିକି ବି ଆପଣଙ୍କର ଏକ୍ଜାମ୍ ହେଇଛି ତାର ସବୁ ଆପଣଙ୍କର କ୍ୱେଶ୍ଚେନ୍ ଆନ୍ସର୍ କି ତାଙ୍କର ସିଲେକ୍ସନ୍ ଆପଣଙ୍କର ଜିନିଷ, ସବୁ ଜିନିଷ A to Z ସବୁ ଜିନିଷ ଆପଣଙ୍କର ରହିଛି। ଟିକେ ସ୍ପେସ୍ଟାକୁ ବନ୍ଦ କରିଦେଲେ ମଧ୍ୟ ଇଗ୍ନୋ ବିଏଡ୍ ଆପଣ ଦେଖିଦେବେ, ସବୁ ଜିନିଷ A to Z ଏଥିରେ ସବୁ ଜିନିଷ ଆପଣଙ୍କ ପାଇଁ ଆଭେଲେବୁଲ୍ ରହିଛି, A to Z। ଠିକ୍ ଅଛି, ବୁଝିଗଲେ। ଏବଂ ସବୁଠାରୁ ବେଷ୍ଟ ହବ, ଦେଖନ୍ତୁ ଆପଣ ମକ୍ ଟେଷ୍ଟ କେମିତି ଦେବେ ନା, ଆଗ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନକୁ ଇନଷ୍ଟଲ୍ କଲେ, ଏବେ ଆପଣ ସିଟି ବିଏଡ୍ ବେଚ୍ରେ ଆପଣଙ୍କର ଏନରୋଲମେଣ୍ଟ କରିବେ। ଏନରୋଲମେଣ୍ଟ କଲା ପରେ ଆଗ ଆପ୍ଲିକେସନକୁ ଅନ୍ କଲା ପରେ ଷ୍ଟାର୍ଟ ଲର୍ଣ୍ଣିଂ ଉପରେ କ୍ଲିକ୍ କରିବେ। ଆପ୍ଲିକେସନ ଅନ୍ କଲେ ଦେନ୍ ଷ୍ଟାର୍ଟ ଲର୍ଣ୍ଣିଂ ଉପରେ କ୍ଲିକ୍ କରିବେ। ଦେନ୍ କଣ୍ଟେଣ୍ଟକୁ ଆପଣ ଯିବେ, କଣ୍ଟେଣ୍ଟରେ ଦେଖିବେ ସବୁ ଜିନିଷ ଗୁଡ଼ା ପୁରା ସିଷ୍ଟମେଟିକାଲି ଅର୍ଡ଼ରରେ ଆପଣଙ୍କ ପାଇଁ ରହିଛି। 2025 ଭିଡ଼ିଓ ଅଛି। ଏବେ ଆପଣଙ୍କର ମକ୍ ଟେଷ୍ଟ ଦରକାର, ମକ୍ ଟେଷ୍ଟ ଉପରେ କ୍ଲିକ୍ କଲେ ସିଟିର ଫୁଲ୍ ମକ୍ ଟେଷ୍ଟ, ବିଏଡ୍ର ଇଗ୍ନୋ ବିଏଡ୍ ଫୁଲ୍ ମକ୍ ଟେଷ୍ଟ ଅଛି, ୟା ଉପରେ କ୍ଲିକ୍ କରିକି ସବୁ ଗୁଡ଼ାକୁ ଆପଣ ମକ୍ ଟେଷ୍ଟ ଆକାରରେ ଦେବେ। ଯେତେ ବାରମ୍ବାର ଦେବେ ନା, ଆପଣଙ୍କର ଜ୍ଞାନ ବଢ଼ି ବଢ଼ିଯିବ, ଆପଣ ନିଜକୁ ନିଜେ ପରୀକ୍ଷା କରିପାରିବେ। ଠିକ୍ ଅଛି, ଏବେ ଆସନ୍ତୁ ଦେଖିବା ଯେ ଆପଣ ଇଗ୍ନୋ ବିଏଡ୍ କେମିତି ଇଜିଲି କ୍ୱାଲିଫାଇ କରିପାରିବେ। ଦେଖନ୍ତୁ, ମାନେ ପୃଥିବୀର ଏମିତି ଗୋଟେ ପରୀକ୍ଷା ହେଲା, ନର୍ମାଲି ଆପଣ ଜାଣିଥିବେ OTET, CTET, OSSTET ଏଗୁଡ଼ାରେ ନେଗେଟିଭ୍ ମାର୍କିଂ ନାହିଁ, କିନ୍ତୁ ଇଗ୍ନୋ ବିଏଡ୍ ପରୀକ୍ଷାରେ ମଧ୍ୟ ଆପଣଙ୍କର କୌଣସି ବି ନେଗେଟିଭ୍ ମାର୍କିଂ ନାହିଁ। ତା ମାନେ ସବୁ କ୍ୱେଶ୍ଚନ୍ ଆପଣ ନିହାତି କରିକି ଆସିବେ। ଆଉ ଯଦି ଆମେ କଟ୍ ଅଫ୍ ମାର୍କ କଥା ଆପଣଙ୍କର କହିବା, ST SC ମାନଙ୍କର ଟିକେ କମ୍ ଯାଏ, ସେଇ 65-70 ପାଖାପାଖି ରଖିଲେ ST SC ମାନେ ପାଇଯିବେ। କିନ୍ତୁ ଯେଉଁମାନେ ଜେନେରାଲ, ଆଉ ଦେଖନ୍ତୁ ଗୋଟେ ହେଉଛି କ୍ରେମି ଆଉ ଗୋଟେ ନନ୍ କ୍ରେମି, ତ ଆପଣଙ୍କୁ ନନ୍ କ୍ରେମି ସାର୍ଟିଫିକେଟ୍ କାଢ଼ିଯାଉ, OBC ମାନଙ୍କ ପାଇଁ ତ ନାହିଁ। OBC ମାନେ ନନ୍ କ୍ରେମିରେ ପକେଇବେ, ନନ୍ କ୍ରେମି ହେଲା। ନନ୍ କ୍ରେମି ମାନେ 5 ଲକ୍ଷ କି 7 ଲକ୍ଷରୁ ଯେଉଁମାନଙ୍କର ଏଇ ଯେଉଁ କମ୍ ଆନୁଆଲ୍ ଇନକମ୍ ହୁଏ ସେମାନଙ୍କର ହେଲା, ଆପଣ ମାନେ ନନ୍ କ୍ରେମିରେ ପକେଇବେ। ଠିକ୍ ଅଛି, ମୁଁ ଆପ୍ଲାଏ ସମୟରେ ଆପଣଙ୍କୁ ଭିଡ଼ିଓ ବନେଇଦେବି, ବଟ୍ ମନେ ରଖିଥାନ୍ତୁ ଏଇଟା। ଏବେ ଆସନ୍ତୁ ହେଲା, ନେଗେଟିଭ୍ ମାର୍କିଂ କିଛି ନାହିଁ। ୟା ମାନେ ସବୁ କ୍ୱେଶ୍ଚେନ୍ ଆପଣ କମ୍ପଲସରି କରିବେ, ଆସୁ କି ନ ଆସୁ ଭାଇ, ସବୁ କ୍ୱେଶ୍ଚେନ୍ ଆପଣ କରିକି ଆସିବେ। ନେଗେଟିଭ୍ ମାର୍କିଂ ନାହିଁ ମାନେ ତ କରିବେ ନିହାତି ନା, ଜାଣିଗଲେ। ଏବେ ଦେଖନ୍ତୁ ହେଲା, 100ଟା ଆପଣଙ୍କର ପ୍ରଶ୍ନ ପଡ଼ିବ, 100ଟା କ୍ୱେଶ୍ଚେନ୍ ଆପଣଙ୍କର, ଆଉ ଟାଇମ୍ ଡ୍ୟୁରେସନ୍ ହେଉଛି ଆପଣଙ୍କର 2 ଘଣ୍ଟା, 2 ଘଣ୍ଟା ପରୀକ୍ଷା, ଗୋଲ ବୁଲେଇବେ ହେଲା। ଏବେ ଦେଖନ୍ତୁ କେମିତି ଇଜିଲି କ୍ୱାଲିଫାଇ କରିହେବ। ଏବେ ଏଇ ଯେଉଁ ଇଂରାଜୀ ଆପଣଙ୍କର ପଡ଼ିବ, 10ଟା କ୍ୱେଶ୍ଚେନ୍ ପଡ଼ିବ 10 ମାର୍କରେ, ଯେଉଁଥିରେ ଆପଣଙ୍କର ପେସେଜ୍ ପଡ଼ିବ 5 ମାର୍କର, ମାନେ ଗୋଟେ ପେସେଜ୍ ଦେଇଥିବ, ତାକୁ ନେଇକି 5ଟା ପ୍ରଶ୍ନ ଥିବ, ଆଉ ବାକି ଆପଣଙ୍କର ଭୋକାବୁଲାରି 5ଟା କ୍ୱେଶ୍ଚେନ୍ ଆପଣଙ୍କର ପଡ଼ିବ। ଏବେ ଦେଖନ୍ତୁ, ଆପଣମାନେ 10ରୁ 10 ରଖିବେନି, ରଖିବି ହବନି, ଚାହିଁଲେ ହେଇପାରେ, କାହାର ହବନି। ଏବେ ଆପଣ ମିନିମମ୍ 5 ତ ରଖିପାରିବେ ନିହାତି। ଆପଣ କହିବେ ସାର୍ କେମିତି? ଆରେ ପେସେଜ୍ ଗୋଟେ ପଡ଼ିବ, ପେସେଜ୍କୁ ନେଇକି 5ଟା ଆପଣଙ୍କର ପ୍ରଶ୍ନ ଥିବ, ଆପଣ କରିପାରିବେନି?
यूट्यूब रे सर्च करंतु हाउ टू स्कोर फुल मार्क्स इन पैसेज बाय लक्ष्मीधर सर किंबा एप्लिकेशन रे आपनको वीडियो फोल्डर रे केमिति आपण पैसेज रे फुल स्कोर करिवे देखु देखु करि पारिबे तार वीडियो अछि ताको देखि देबे आपण क्वेश्चन देखु देखु करि पारिबे भोकाबुलारी जदि आपनको आसिला वेल एंड गुड करिवे नहले भी करिवे नेगेटिव मार्किंग नाही माने कोन करिवेनी करिवे किंतु आमे ग्यारंटी देकी कहूनु जे आपनको सेतिर आसीओ बोली बट मु आपनको धर जे मिनिमम 5टा आसीला भोकाबुलारी जदि कर देले तो बहुत ही भलो किंतु कोई पैसेज भी आसलानी भाई हेले तो असुविधा है बुझी गले 5 मार्क आपनको आनिबार अछि एटू एबे हम ए जो रीजनिंग रे ना रीजनिंग रे 20 रु 20 थुआ 1 मार्क भी आपनकर कटिबोनी 20 रु 20 बट मनीष मात्र के भूल धरा जो गुटे मार्क एपट सपट नले 20 रु 20 ता पई खाली दुईटा काम करिवे नंबर 1 एप्लिकेशन को ऑन करिवे एप्लिकेशन को ऑन कला परे ए जो 2025 वीडियो ऊपर क्लिक करिवे क्लिक कला परे आपण 2025 वीडियो ऊपर क्लिक कले एबे रीजनिंग पई रीजनिंग रो थ्योरी क्लास देखिवे नंबर 1 एबे रीजनिंग रो पीआईक्यू ऊपर क्लिक करिवे जेतकी भी आपनकर इग्नू बीएड रे जेतकी भी आपनकर परीक्षा हेची ए पर्यंत जेतकी भी परीक्षा सबुर सॉल्यूशन वीडियो अछि ताकू आपण निजे निजे लेखि लेखि प्रैक्टिस करिवे नंबर 2 आउ सबु दिन आपनक पई रीजनिंग आउ मैथमेटिक्स क्लास करा होची डेली करिवे मु आउ थरे कहूची रीजनिंग रो खाली थ्योरी क्लास देखंतु रीजनिंग को नेकी लास्ट 12 वर्ष 15 वर्ष रे जहाँ भी आपनकर इग्नू बीएड रो प्रश्न पड़ीची ताकू आपण लेखि लेखि प्रैक्टिस करिदेबे नंबर 3 डेली आपण क्लास करिवे सब आ जदि आपण क्लास ही करिवेनी देन आपण सब्सक्रिप्शन वगैरह नियंतुनी काहे कि नेबे क्लास न करले केमति लाभ पढ़िबा पई पड़िबो ना आपण न पढ़ले केमति होबो ठीक अछि सब दिन प्रैक्टिस करिवे गारंटी मु आपनको दउची एथिरे 20 रु 20 गुटे मार्क भी आपनकर कटिबार नै देखु देखु आपण करि पारिबे ठीक अछि देखिले एबे देखंतु नेक्स्ट टीचिंग एप्टीट्यूड भाई टीचिंग एप्टीट्यूड रे 25 रु 25 हमर सिंगल मार्क भी कटिबार नै 25 रु 25 माने क्वेश्चन देखु देखु आपण करि पारिबे खाली दुईटा काम करंतु ठीक अछि एप्लीकेशन रे जो हमर टीचिंग एप्टीट्यूड रो थ्योरी क्लास आपनको पई रहिछि खाली टीचिंग एप्टीट्यूड रो आपण थ्योरी क्लास को देखिले देखिले आपण देखिले ता सहित सबु दिन आपनको पई 2 घंटा रो एजुकेशन और जनरल अवेयरनेस टीचिंग एप्टीट्यूड पेडागोजी रो क्लास करा होछि सबु दिन आपण प्रैक्टिस करिवे सबु दिन प्रैक्टिस करिवे 25 रु 25 आपणकर थुआ गुटे मार्क भी आपणकर कुआडे जिवार नै केते हे गला कहंतु 25 आउ 5 30 30 आउ 20 50 एमती आपणकर 50 हला एबे देखंतु नेक्स्ट ए जो एजुकेशन आउ जनरल अवेयरनेस रे 25 मार्क आपणकर पडिबो हला एथिरे किछि प्रश्न आपणकर करंट अफेयर्स भी एथिरे ऐड करे ता पई खाली दुईटा काम करिवे नंबर 1 एजुकेशन आउ जनरल अवेयरनेस रो फुल कवरेज क्लास आपण एप्लीकेशन में देखिए नंबर 2 एजुकेशन आउ जनरल अवेयरनेस को नेकी लास्ट 9 वर्ष रे जहाँ भी लास्ट 9 वर्ष कि 15 वर्ष रे जहाँ भी क्वेश्चन इग्नू बीएड रे पड़ीची ताकू आपण सीरियली लेखि लेखि प्रैक्टिस करिवे ता सहित सबुदिन तो क्लास आपण करिवे मु एइठु आपण को 25 रु 25 रखिया पई कहनी मिनिमम कथा कहूची मिनिमम मिनिमम आपणकर मिनिमम 15 मार्क तो आपणकर रही जिवो ना 15 मार्क 15टा कौन ठीक हेनी सियोर सट ठीक हम सियोर सट ठीक अच्छे बट जदि आपण खाली एजुकेशन आउ जनरल अवेयरनेस रो थ्योरी देखिबे निहाती आउ डेली जो क्लास करा होची काइंडली करिवे 15 मार्क आपणकर थुआ आउ 10टा जो आसला न आसला गली मारो ठीक अच्छे एबे आपणकर स्कोर केते हे गला 65 हे गला एबे देखंतु नेक्स्ट एथिरे सबुटारो बेस्ट पॉइंट कोन देखंतु हला एडा कंपलसरी समस्तंकर आसीबो एबे ए जो पार्ट बी रे 20 मार्क आपणकर पड़िबो आपणकर इच्छा मन इच्छा जहाँ आपण करिवे जोटा करंतु गुटे आइदर आपण साइंस करिवे मैथ करिवे एमती नहीं जे इग्नू बीएड रे एमती नहीं जे आर्ट्स पिला माने खाली सोशल साइंस करिवे साइंस पिला माने खाली मैथ साइंस करिवे नहीं जोटा करंतु साइंस रो 20टा प्रश्न थिबो मैथ रो 20टा सोशल साइंस रो 20टा इंग्रजी रो 20टा हिंदी रो 20टा किंतु आपण सब करिवेनी सर मु एठु किछि नहीं एई भितरु आपणको जोटा हले भी करिया पई पड़िबो एनी वन जोटा हले आपण गुटे करिवे ठीक अछि बुझिले एबे एइठी होछि अब ट्रिकी जिंस वाला आपण आगो सब क्वेश्चन को देखिबे साइंस रो हो मैथ रो हो सोशल साइंस रो इंग्रजी रो हिंदी रो देखिबे कोठी आपण टिके अधिक स्कोर करि पारिबे ठीक अछि ना
କାହିଁକିନା ଯୋଉଠି ଆପଣ ଯୋଉଟା ଇଜି ଲାଗିବ ସେଇଟା କରିବେ। ନାଇଁ ମୁଁ ସାର୍ ଖାଲି ଏଇଟା ହିଁ କରିବି, ସେମିତି ମୂର୍ଖାମି କରିବେନି। ଆଗ ଦେଖିଦେବେ ଯୋଉଟା ଇଜି ଲାଗୁଛି, ଏକର୍ଡିଂଲି କରିବେ। ତେଣୁକରି ଆମର ସାଇନ୍ସ କ୍ଲାସ୍ ବି ସବୁଦିନ କରାହେଉଛି। ମ୍ୟାଥ୍ ବହୁତ ଇଜି। ସୋସିଆଲ ସାଇନ୍ସ ମାନେ ତ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି ଉଡ଼ିବ ପୁରା। ଠିକ୍ ଅଛି। ଇଂରାଜୀ, ହିନ୍ଦୀ ତ କରାହୁଏନି। ଏବେ ଦେଖନ୍ତୁ, ଏପଟେ ଅଲରେଡି 65 ମାର୍କ ଆପଣଙ୍କୁ ଆସିଯାଇଛି। ଏଇଠୁ ଯଦି ଆପଣ ଖାଲି ମ୍ୟାକ୍ସିମମ୍ 13ରୁ 14 ମାର୍କ ଆପଣ ରଖିଦେଲେ, ଇଗ୍ନୁ ବିଏଡ୍ ଆପଣଙ୍କର ଥୁଆ କି ନାହିଁ କାଲକୁଲେଟ୍ କରନ୍ତୁ। 78 79 ହଉଛି କି ନାହିଁ? ୟାଠାରୁ କ'ଣ ଅଧିକ କଟ୍ ଅଫ୍ ଯିବ? ଯାଇପାରେ, ଯଦି କ୍ୱେଶ୍ଚେନ୍ ବହୁତ ଇଜି ପଡ଼ିଲା। ଯଦି କ୍ୱେଶ୍ଚେନ୍ ଇଜି ପଡ଼ିଲା ମାନେ କ'ଣ ଖାଲି ସେଇ ପିଲାଙ୍କ ପାଇଁ ଇଜି ପଡ଼ିବ କି? ସମସ୍ତଙ୍କ ପାଇଁ ଇଜି, ସମସ୍ତେ ଆପଣଙ୍କର କରିପାରିବେ। ବୁଝାପଡ଼ୁଛି ନା? ଏବେ ଦେଖନ୍ତୁ ସବୁଠାରୁ ବେଷ୍ଟ ପଏଣ୍ଟ। ଏବେ ଏ 20 ମାର୍କ କଣ୍ଟେଣ୍ଟରୁ 13ରୁ 14 ମାର୍କ ଆସିପାରିବନି? ବହୁତ ଇଜିଲି ଆସିବ, ବହୁତ ଇଜିଲି। ବଟ୍ ଆଗ ଆପଣ ଦେଖିବେ ଯେ କୋଉଟା ଇଜି ପଡ଼ିଛି, ସାଇନ୍ସ ପଡ଼ିଛି ନା ମ୍ୟାଥ୍ ପଡ଼ିଛି ନା ସୋସିଆଲ ସାଇନ୍ସ, କୋଉଠୁ ମୁଁ 13ଟାରୁ 14ଟା ମିନିମମ୍ କରିପାରିବି। ଅଧିକ କରିପାରିଲେ ବହୁତ ହି ଭଲ, କାହିଁକିନା କାଲକୁଲେଟିଭ୍ ଯେମିତି ରହୁଥିବେ। ଏସଟି ଏସସି ପିଲାମାନେ 65ରୁ ଏଇଠୁ 5ଟା ବି ଠିକ୍ କରିଦେଲେ ସେମାନେ ପାଇଯିବେ। କିନ୍ତୁ ଓବିସି ଆଉ ଜେନେରାଲ ପିଲାଙ୍କୁ ମିନିମମ୍ 78 79 80 ରଖିବା ପାଇଁ ପଡ଼ିବ, ନହେଲେ ଅସୁବିଧା। ବୁଝାପଡ଼ୁଛି ନା? ତେଣୁକରି ଆଗ ଆପଣ ଭଲସେ ଚେକ୍ କରିବେ। ଏବେ ଦେଖନ୍ତୁ କୋଉଥିପାଇଁ କ'ଣ କରିବେ। ସାଇନ୍ସ ପାଇଁ ଆପ୍ଲିକେସନରେ ଡେଲି ସାଇନ୍ସ କ୍ଲାସ୍ କରାହେଉଛି, ଆପଣ କରିବେ। ମ୍ୟାଥ୍ ତ ସବୁଦିନ କରାହେଉଛି। ସୋସିଆଲ ସାଇନ୍ସ ପାଇଁ ହିଷ୍ଟ୍ରି, ଜିଓଗ୍ରାଫି, ପଲିଟି ସବୁଦିନ କରାହେଉଛି, ଆପଣ ସବୁଦିନ କ୍ଲାସ୍ କରିବେ। ଏତିକି କଲେ ହିଁ ଆପଣଙ୍କର 13ରୁ 14 ମାର୍କ ଆପଣଙ୍କର ରହିଯିବ। ବୁଝିଗଲେ ନା? ରିଜନିଂ, ଟିଚିଂ ଆପ୍ଟିଚ୍ୟୁଡ୍ରେ ଆମର ସିଙ୍ଗଲ ମାର୍କ ବି କଟିବାର ନାହିଁ ରେ ଭାଇ। ଯାହା କରିବା ପାଇଁ କହିଲି କରିବେ। ଇଂଲିଶରେ ଖାଲି ପେସେଜ 5ଟା ଖାଲି ଠିକ୍ ହଉ, ବାକି ହେଲେ ବହୁତ ହି ଭଲ, ନହେଲେ କିଛି ଅସୁବିଧା ନାହିଁ। ତାପରେ ଏଜୁକେସନ୍ ଆଉ ଜେନେରାଲ ଆୱାରନେସ୍ରେ 15ଟା ଠିକ୍ ହଉ, 15ଟା ଆରାମସେ ଠିକ୍ ହବ। ଖାଲି ଥିଓରି ୱିଥ୍ ଅଲ୍ ପିଆଇକ୍ୟୁ ଆଉ ଡେଲି କ୍ଲାସ୍ ନିହାତି କରିବେ। ଯେହେତୁ ଏଗୁଡ଼ାକୁ ମ୍ୟାକ୍ସିମମ୍ ଟିଚର୍ସ ମାନେ ଆପଣଙ୍କର ପରୀକ୍ଷା ଦିଅନ୍ତି, ତାଙ୍କର ସମୟ ହଉନଥିବ, ତ ତେଣୁକରି ମର୍ଣ୍ଣିଂରେ ତ ସମୟ ହବ ନା ସାର୍ ମାନେ, ମ୍ୟାଡ଼ମ୍ ମାନେ, ସାର୍ ସକାଳେ ସମୟ ହବ। ସକାଳ 5ଟାରୁ 9ଟା ପର୍ଯ୍ୟନ୍ତ କ୍ଲାସ୍ କରିପାରିବେ ଆପଣ, କିମ୍ବା ସକାଳେ 4ଟାରୁ 9ଟା 5 ଘଣ୍ଟା ସକାଳେ କରିପାରିବେନି? ଦିନ ବେଳେ ଯୋଉ 2ଟା ବେଳେ କ୍ଲାସ୍ଟା ହଉଛି, ସେଟା ସନ୍ଧ୍ୟା ବେଳେ ବି ଆପଣ କରିଦେଇ ପାରିବେ। ହବ କି ନାହିଁ? ହବ ନା? କିନ୍ତୁ କ୍ଲାସ୍ କରିବେ, ନହେଲେ କେମିତି ହବ କୁହନ୍ତୁ? ପ୍ରାକ୍ଟିସ୍ ନ କଲେ ତ ହବନି ନା। ପ୍ରାକ୍ଟିସ୍ ନ କଲେ ଆପଣ କେମିତି କରିପାରିବେ? ବୁଝାପଡ଼ୁଛି? ତେଣୁକରି କାଇଣ୍ଡଲି, ଠିକ୍ ଅଛି। ତ ସମସ୍ତଙ୍କୁ ଆପଣ ଜଣେଇଦେବେ ଯେ କିଏ କିଏ ଆପ୍ଲାଏ କରିପାରିବେ ତା ସମ୍ପର୍କରେ ଅଲରେଡ଼ି ମୁଁ ଆପଣଙ୍କୁ ଜଣେଇଛି। ଅଲରେଡ଼ି ଆପଣଙ୍କର କୋଉମାନେ ଆପ୍ଲାଏ କରିପାରିବେ ଦେଖନ୍ତୁ ଏଥିରେ କହିଦେଲି। ଯଦି ଆପଣ +3 କମ୍ପ୍ଲିଟ୍ କରିଛନ୍ତି, ତା ସହିତ ସିଟି କରିଛନ୍ତି, କରିପାରିବେ। ଏବଂ ଯୋଉମାନେ ଆପଣଙ୍କର ପିଇଟି ଟିଚର, ଫିଜିକାଲ ଏଜୁକେସନ ଟିଚର ଅଛନ୍ତି, ସେମାନେ ବି ଆପଣଙ୍କର କରିପାରିବେ। ମ୍ୟୁଜିକ୍ ଟିଚର ମାନେ ମଧ୍ୟ ଆପଣଙ୍କର କରିପାରିବେ। ଠିକ୍ ଅଛି? ହେଲା, ବୁଝିଗଲେ? ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ।